ହ୍ୟାଲୋ ହାଏ ନମସ୍କାର ମୁଁ ଉତ୍ତମ। ଆଜି ଆମେ ଯିବା ବେଙ୍ଗଲୋରରେ ଗୋଟେ ଜାଗା ସେଠି ହେଉଛି ବହୁତ ଫେମସ୍ ଦୋସା ବଡ଼ା ଇଟଲି ସେଠି ଯିବା ଆମେ ଆଜି। ଆଉ ଆସନ୍ତୁ ଯିବା ତାଙ୍କୁ ଟେଷ୍ଟ କରିବା ସମସ୍ତେ କହୁଛନ୍ତି ଏଠିକାର କି ବହୁତ ଭଲ ବନୁଛନ୍ତି ସେଇ ହିସାବରେ ଆମେ ଚାଲିଲେ ଆଉ ଖାଇବା ଖାଇକି ଟେଷ୍ଟ କରିବା ଟେଷ୍ଟ କରିକି ଆପଣଙ୍କୁ ଭଲ ଭାବରେ କହିବା କି ଏଇଟା କେଉଁ ଜାଗାରେ ଆଉ କଣ କହିଲେ ଆପଣମାନଙ୍କୁ ଯଦି ପସନ୍ଦ ଲାଗିବ ଆପଣମାନେ ଆସିକି ଖାଇବେ ବି ଲେଟ୍ସ ଗୋ। ସତରେ ଆମେ ବାହାରି ବାହାରିକି ଆସିକି ଆମେ ଚାଲି ଚାଲି ଆସିଛନ୍ତି ଆସିକି ଆମ ସାମ୍ନା ପଟ ଗଳି ସେଇ ରୋଡ଼ ବାଟ ଦେଇକି ଆମେ ଟିକେ ସେଇ ଆମ ମେନ୍ ରୋଡ଼କୁ ଉଠିଲେ ଉଠିକି ଆମେ ଚାଲିଲୁ ନା ଚାଲତେ ଚାଲତେ ବଟ୍ ମୁଁ ମୋର ଗୋଟେ ସେମିତି କିଛି ବାଇକ୍ ନାହିଁ କି ଆମେ ବାଇକରେ ଧରିକି କାହାକୁ ବସେଇକି ସେ ଚଲେଇବା ମୁଁ ମୋର ମୋବାଇଲଟା ଧରିମି କି କ୍ୟାମେରାଟା ଧରିମି କି ଚାଲିବା ସେମିତି କିଛି ଆମର ସୁବିଧା ନାହିଁ ସେଠୁ ମୁଁ କଣ କଲି ନା ସେଇଠୁ ନିଜେ ଏକିଟିଆ ଏକିଟିଆ ଚାଲିଛି ଆଉ ପକେଟରେ ଫୋନ୍ଟା ରଖିକି ଏ ଯେ ଚାଲିବା ଦ୍ୱାରା ଆମର କ୍ୟାମେରାଟା କଣ ହେଉଛି ମାନେ ମୁଁ ଚାଲିଲା ବେଳକୁ ସେ ଭିଡ଼ଟା ହଲୁଛି ସେଇଟା ରହିଯାଇଛି ଆଉ ତେଣୁ ମୁଁ ଭାବୁଛି କଣ କରିବା ପାଇଁ ଆଗକୁ ଯେତେବେଳେ ମୁଁ କିଛି ଗୋଟେ ଭିଡ଼ିଓ ବନେଇବାର ଅଛି ତ କ୍ୟାମେରାଟାକୁ ଧରିକି ରଖିବାକୁ ପଡ଼ିବ ଧରିକି ଏକଦମ ଏତେ ଜୋରସେ କିନ୍ତୁ ହଲେତ ଯାଇକି ନାହିଁ ଏଇଟା ଆମେ ଭାବିଛନ୍ତି ତାପରେ ଆମେ ଏଇଭଳି କିଛି ଗୋଟେ ଗଲା ପରେ ଏପଟେ ଖାଲି ରୋଡ଼ ବୁଲାଣି ଗଳି ଖାଲି ଏଇବାର ଦେଇ ଗଲେ ପୁଣି ଆମେ ଗୋଟେ ବାଁ ପଟେଇ ଯେଉଁ ଏଇ ଗଳିଟା ଦେଖାଉଛି ଏଇ ବାଁ ପଟେ ଗଳି ଯିବା ହଁ ଏ ବାଁ ପଟେ ପହଞ୍ଚିଗଲେ ସେଠି ଆମର ଟ୍ୟାକ୍ସି ଭାଇମାନେ ସବୁ ଅଛନ୍ତି ଯାହାକୁ ଯୋଉଠି ଯେମିତି ଯିବାର ଅଛି ସବୁ ଯିବେ ସେପଟେ ପୁଣି ଏପଟେ ପୁଣି ଡାହାଣ ପଟିକି ଆମର ଆସିବାର ଅଛି ଆମେ ଏଇ ଡାହାଣ ପଟେ ଯେଉଁ ଏଇ ରୋଡ଼ ଦେଇକି ଆମେ ସିଧା ଯିବା ପୁରା ସିଧା ଗଲା ପରେ ଦେଖୁଛନ୍ତି ଆପଣ କି କେତେ ବଡ଼ ବଡ଼ ଖାଲି ବିଲ୍ଡିଂ ଉପରେ ବିଲ୍ଡିଂ ଭଲ ଲାଗେ ମୌସମଟା ବି ଏତେ ଆମର ପାଗଟା ବି ଭଲ କରିଛି ଏର ୱେଦରଟା ଭଲ ମାନେ ବେଶୀ ଗରମ ନୁହେଁ କି ବେଶୀ ଥଣ୍ଡା ନୁହଁ ପୁରା ଏକଦମ ପରଫେକ୍ଟ ସକାଳୁ ଉଠିଲେ କେତେ ମଜା ଲାଗିବ କିନ୍ତୁ ଯେଉଁମାନେ ସକାଳେ 5ଟା ବେଳେ ଉଠନ୍ତି ଟିକେ ପକ୍କା ଥଣ୍ଡା ଜ୍ୱର ହେବାର ସମ୍ଭାବନା ମୁଁ ବାଟରେ ଯାଉ ଯାଉ ଆପଣଙ୍କର ଦେଖୁଛି ଆମ ସାମ୍ନାରେ ଗୋଟେ ଲୋକ ଯାଉଛ ସିଏ ତାର ଚୁଟି ପୁରା ଆମର ପପୁ ଭାଇ ଭଳିଆ ଚୁଟି ତମର ପୁରା କୁଚୁ କୁଚିଆ ହେଇକି ଆଉ ଯା ହଉ ସେଇଟା ଆମେ ସବୁ ଚାଲିଛନ୍ତି ଏଇଭଳି ଚାଲି ଚାଲିକି ଆମେ ଯାଉଛନ୍ତି ଗଲାବେଳେ ଆମର ସାମ୍ନାକୁ ଏଇ ଶଳା ଟ୍ରାକ୍ଟରଟା ଗୋଟେ ପଳେଇଆଇଲା ତ ମୁଁ ଭାବିପାରିଲିନି କଣ କରିବି ଆଉ ହଁ ଡାଇରେକ୍ଟ ଆଣି ଫଟକିନା ଠିଆ କରିଦେଲା ସେଇଟା ମୁଁ ଡରିଗଲି ଟିକେ ଡରିବା ଦ୍ୱାରା ପୁଣି ଆଗକୁ ସେ ସେଠୁ ସାଇଡ଼୍ ଟିକେ ବାଁ ପଟିକି ପଳେଇଲା ନା ଡାହାଣ ପଟିକି ଡାହାଣ ପଟିକି ପଳେଇଯିବା ଦ୍ୱାରା ମୁଁ ପୁଣି ଆଗକୁ ଆଗକୁ ମାଡ଼ି ଚାଲିଲି ଏଇଭଳିଆ ଚାଲିଛନ୍ତି ସବୁ ଆମର ଏଠି ଲୋକାଲ୍ ଲୋକ ଏଠି ସେଟା ବହୁତ ଡେଞ୍ଜର ଲୋକ ସବୁ ସେଥିପାଇଁ ଆମେ ସବୁ ଚାଲିଲେ ଆଗକୁ ତାପରେ ସବୁଠୁରୁ ଅସୁବିଧା କଣ ହେଉଛି ନା ଭାଷାଟା ଟିକେ ଜାଣି ହେଉନି ଏତେ ଯଦି ଭାଷାଟା ଟିକେ ଶିଖି ହୁଅନ୍ତା ଟିକେ ଆଉ ଭଲ ହୁଅନ୍ତା ଭାଷାଟା ତ ଶିଖି ହେଉନି ସେଥିପାଇଁ ଟିକେ ଅସୁବିଧା ହେଉଛି ଯାହା ବି ହଉ ଚାଲିଛି ଆଉ ଏଇଟା କରିକି ଆମେ ଟିକେ ଚାଲିଲେ ଆଉ ଅଳ୍ପ ବାଟ ରହିଲା ଆମର ସେ ଯେଉଁ ଦୋସା ଆଉ ଇଟଲି ବରା ଘୁଗୁନି ଯେଉଁ ବି ଏଠିକାର ଷ୍ଟାଇଲରେ ଟିକେ ବନାହେଉଛି ଏ ଆଉ ଅଳ୍ପ ବାଟ ରହିଲା ଆଉ ଏଇପଟେ ଗୋଟେ ବାଁ ପଟେ ଗୋଟେ ରାସ୍ତା ଅଛି ଆମେ ସେପଟରେ ଗୋଟେ ଫେମସ୍ ହଉ ଆଉ ଗୋଟେ ଜିନିଷ ଅଛି ଆଉ ନେକ୍ସଟ ଭିଡ଼ିଓରେ ଆମେ ବନେଇବା ଆଉ ଏଇଭଳିଆ ଆମେ ଗୋଟେ ଚାଲିଛନ୍ତି କିନ୍ତୁ ଏଠିକାର କୌଣସି ଗୋଟେ ବିଲ୍ଡିଂ ବି ମାନେ ଖାଲି ନାହିଁ ସବୁ ଭରା ତାପରେ ଏଠିକାର ଏତେ ମାତ୍ରାରେ ମେହେଙ୍ଗା ଯେ କି ବିଲ୍ଡିଂ ଗୁଡ଼ାକ କୌଣସି ଗୋଟେ ତୁମେ ଯଦି 1 BHK କି 2 BHK ଯେଉଁ ରୁମ୍ ନେବ ସେ 1 BHK ରୁମ୍ ଗୁଡ଼ାକ ଯେଉଁଟାକି ଗୋଟେ ରୁମ୍ ରହିବ ଗୋଟେ କିଚେନ୍ ବାଥରୁମ୍ ରହିବ ଏଇଭଳିଆ ଆଉ ଗୋଟେ ହଲ୍ ରହିଥିବ ଆଉ ସେଇ ରୁମ୍ ଗୁଡ଼ାକ ହେଉଛି କ'ଣ ଆଜ୍ଞା 10,000 ଟଙ୍କା ମାସକୁ ଭଡ଼ା ଆଉ ଯେଉଁଗୁଡ଼ାକ ଦୁଇଟା ରୁମ୍ ଥିବ ଗୋଟେ କିଚେନ୍ ବାଥରୁମ୍ ଥିବ ସେଇଟା ବେଶୀ ଇଏ ଆମର ଗୋଟେ ମଉସା କତିକି ଯାଇଥିଲି ଫଳ ଦୋକାନ କରିଛନ୍ତି ସିଏ ମଉସା କତିକି ଗଲି ଫଳ ବିକୁଛି ତାପରେ ମଉସା ସେଉ କିଲୋଟା କେତେ ପଚାରିଲି କ'ଣ ଆଇବ ତ କହିଦେଲା ମୁଁ ସେଇଠୁ ଛାଡ଼ିକି ପଳେଇଆଇନି ପୁରା ଏଇଟା କିଛି ବୁଝିବନି ହିନ୍ଦୀ ବି କହୁନାହାନ୍ତି ଇଂଲିଶ କହୁନାହାନ୍ତି କିଛି ବୁଝା ପଡ଼ୁନି ସେଥିପାଇଁ ମୁଁ ସେଠି ରହିଲିନି ସେଠି ପଳେଇଆଇନି ଯେ ତା ସାମ୍ନାକୁ ଟିକେ ରହିଥିଲା ଟିକେ ସବଜି ମାର୍କେଟ ଯେଉଁ ପରିବାପତ୍ର ମିଳେ ସେ ମାର୍କେଟ ସେଇଠି ଥିଲା ସେପଟେ ଆଉ ଦେଖିବା ଅଲଗା ହେଇକି ଗୋଟେ ଭିଡ଼ିଓ ବନେଇବା ଏଇ ହିସାବରେ ଆମକୁ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ଇଏ ଯେତିକି ସବୁ ଅଛି ଆମର ଏଇ ବାଟ ଦେଇ ଗଲେ ଆମର ଟ୍ରକ୍ ସବୁ ମିଳନ୍ତି ଏ ଯେଉଁ ତୁମର ଟ୍ରାନ୍ସପୋର୍ଟ ବାଲା ଟ୍ରକ୍
ଏସବୁ ମିଳେ। ଆଉ ସେଇଭଳିଆ ହେଇକି ମୁଁ ଆସିଛି ଆଉ ଜାଗାରେ ଆମେ ପହଞ୍ଚି ଗଲେ ଫାଇନାଲ୍। ଆଉ ଅଳ୍ପ ବାଟ ରହିଲା ଜାଗାରେ ପହଞ୍ଚିଗଲେ। ଭାଇଙ୍କର ଏଇଠି ଆମର ଟିକେ ନାଳ ଭଳି ରହୁଛି କାହିଁକିନା ପାଣି ସବୁବେଳେ ଯିବା ଆସିବା କରୁଛି। କିନ୍ତୁ ଏଇଟା ଟିକେ ଜାଗାଟା ଯାହା ବି ହଉ ଏଇଠି କିନ୍ତୁ ଭଲ ଲୋକ ବି ତାର ହୁଅନ୍ତି ଆଉ ଲୋକ ବହୁତ ଆସନ୍ତି ବି। ଆଉ ଭାଇ ଦେଖ ଇଏ ଭାଇ ଆମର ଧୁସା ଫୁସା କରିସାରିଥିଲେ। ସେଠୁ ତାକୁ ପଚାରିଲି ସେଠୁ କହୁଛନ୍ତି କି ଧୁସା ସରିଗଲାଣି। ସେଠୁ କହିଲା ଖାଲି ଇଟିଲି ଅଛି ଆଉ ମୁଁ କହିଲି ତାହେଲେ ଠିକ୍ ଅଛି ତାହେଲେ ଇଟିଲିଟା କରିଦିଅ। ମୋତେ ଦେବା ଆଗରୁ ଆଉ ଗୋଟେ ଭାଇ ଆକୁ ଦଉଥିଲେ। ସେ ତାକୁ ଦଉଛନ୍ତି ମୁଁ ସେଇଠୁ ଠିଆ ହେଲି। ଠିଆ ହେଲା ପରେ କିଛି ସମୟ ହେଲା ପରେ ସେ ତାଙ୍କ ଜଣଙ୍କୁ ପାର୍ସଲ ଦେଲେ। ପାର୍ସଲ ଦେଲେ ଆଉ ଆମର ଜଣେ ଭାଇ ଆମର ସେ କଣ କରୁଛନ୍ତି ନା ସେଠି ତାଙ୍କର ଯୋଉ ଦୋସା ବାଲା ଯୋଉ ତାୱାଟାକୁ ସେ ସେଠୁ ତାକୁ ଟିକେ ସଫାସଫି କରୁଛନ୍ତି ଗାଡ଼ିଟାକୁ ଗାଡ଼ି ଏଟା ଗୋଟେ। ଏଇଟା ଗୋଟେ ଆକ୍ଚୁଆଲି ଗୋଟେ ଟେମ୍ପୁଟେ ଟେମ୍ପୁ ଡଲାର ଏଇ ସବୁ ସିଷ୍ଟମଟା ପୁରା ବନା ହେଇଛି ଆଉ ଆଗ ପଟେ ସେ ବସୁଛି। ଏଇ ଯୋଉ ଉପରୁ ଟେକା ହେଇଯିବ ସାଇଡରେ ଯୋଉ ଉପରୁ ସବୁ ଟେକା ହେଇଛି ବର୍ଷା ହବନି ବୋଲିକି ସେ ସବୁ ଟେକା ହେଇଥିବ ସିଏ କଣ କରିବ ନା ବର୍ଷା ଫର୍ଷା ଆସିଲେ ତାକୁ ସବୁ ବନ୍ଦ ବାନ୍ଦ କରିଦେବେ। ଯିବା ଟାଇମରେ ସବୁ ବନ୍ଦ ବାନ୍ଦ କରିଦେବେ ବନ୍ଦ ବାନ୍ଦ କରିଦେଇକି ଚାଲିଲେ। ଲାଷ୍ଟ ହେଇ ଆସିଲାବେଳେ ମୋର ଆଜି ଲେଟ୍ ହେଇଥିଲା। ମୁଁ ଆଜି ଘରୁ ବାହାରିତେ ବାହାରିତେ ସାଢ଼େ 10ଟା 11ଟା ହେଲାଣି ସେ ସକାଳେ 7ଟା ମୂଳୁ ଆସନ୍ତି। ମୋର ଟିକେ ଆଜି ଲେଟ୍ ହେଇଗଲା। ସେଥିପାଇଁ ଯାହା ବି ହଉ ମୁଁ ତାକୁ କହିଲି ମୋତେ ଭାଇ ମୋର ଇଟଲି ଟିକେ ଦିଅ। ସେଇଠୁ ଇଟଲି 2 ପିସ୍ ଆଉ ସାମ୍ବର ଟିକେ ଆଉ ଗୋଟେ ନଡ଼ିଆ ଚଟଣି ଆଉ 3ଟା ଖଣ୍ଡେ ତାଙ୍କ ବରା ଏଇଭଳିଆ ସବୁ ବନେଇ ବାନେଇକି ଗୋଟେ ଥାଳିରେ ଦେଲେ। ଏଇ ସିଏ ଆମର ମୁଁ ମୋର ନେଇକି ଆସିଲି। ଆଉ ଚଟଣି ଦେଇଛନ୍ତି। ଦେଲେ ମାନେ ବିଲଟା ପୁରା ଦେଖା ହେଇନି ପକେଟରେ ମୋବାଇଲଟା ଅଛି ବୋଲିକି ସେଇଥିପାଇଁ ସେଗୁଡ଼ା ସବୁ ଦେଖା ହେଇନାହିଁ। ଆଉ କଣ କରିବା ନା ସେଇଆକୁ ସବୁ ମୁଁ ଖାଇଚାଲିଲି। ଖାଇଚାଲିଲି ଆଉ କିଛି ସମୟ ପରେ ଆଉ ଭାଇ ଆମର ସେ ପୁରା ବ୍ୟସ୍ତ ଥିଲେ ଆମର ସଫାସଫି କରିବାରେ ପୁରା ବ୍ୟସ୍ତ ଅଛନ୍ତି। ଆଉ ସେଇଭଳିଆ କାମ ଚାଲିଛି କଣ କରିବା। ଆଉ ସେଇଠି ଠିଆ ହେଇକି ଦେଖିଲି ଯେ ସେଇଠି ହାଇ ରୋଡ଼ଟେ ଅଛି। ହାଇ ରୋଡ଼ରେ ଲୋକ ସବୁ ଯିବା ଆସିବା କରୁଛନ୍ତି। ମୁଁ ଭାବିଲି ସାର୍ ଯଦି ଆମ ଭଳିଆ ଲୋକ ଯଦି ଏଠିକି ଯାଇକି ଦୋକାନ ଫୋକାନ କରନ୍ତା ତାହେଲେ ଭଲ ଚାଲନ୍ତା ବୋଧେ। କିନ୍ତୁ ସେଟା ତ ହେଇପାରୁନାହିଁ। ଲୋକାଲ ଲୋକ ରହିଛନ୍ତି ଏଠି ଦୋକାନ ବଜାର କରୁଛନ୍ତି ସେଥିପାଇଁ ବାହାର ଲୋକଙ୍କ ଏଠି ଏତେ ସପୋର୍ଟ ମିଳିନି ଯଦି ତୁମର ସପୋର୍ଟ ହେବାର ଥିବ ତାହେଲେ କରିବା ପାଇଁ ଅସୁବିଧା ହେବ ନାହିଁ। ଏମିତି କଥା ନହେଲେ ସବୁ ପାରନ୍ତେ। ଆମେ ଏଇଭଳିଆ ଠିଆ ହେଇ ଖାଇ ଚାଲିଛୁ। ଭାଇ ଆମର ଅନେଇଛନ୍ତି ଆମ ଆଡ଼େ ଆମର ଖାଇବାରେ ବ୍ୟସ୍ତ ଅଛି। ଆଉ ସେ ଯେଉଁ ପଛପଟେ ଯେଉଁ ରଖିଥିଲେ ଯେଉଁ ସେଇଟି ଉପରେ ଗାଡ଼ି ସିଟି ଉପରେ ରଖିଥିଲେ ଯେଉଁ ଗୋଟେ ଏଗୁଡ଼ା ସେଇଟା କଣ କରିଛି ନା ତା ଉପରେ ସିଧା କରି ପକେଇଦେଲା। ସିଧା କରି ପକେଇ ଦେଇକି ଆଉ ସେଇଟା ତାର ଏଠି ଲକ୍ କରିଦେଲା। ତା ଦେହରେ ସିଏ ପୁରା ଗୋଟେ ସେପଟର ଗୋଟେ ହେଇଗଲା ବାଡ଼ା ସିଷ୍ଟମରେ ସେଇଟା କଭର ହେଇଗଲା। ଆଉ ଦିନେ ମୁଁ ଯିମି ସବୁବେଳେ କେତେବେଳେ ଗୋଟେ ଯାଇତେ ଗୋଟେ ଦିନ ଟାଇମରେ ମାନେ 7ଟା 8ଟା ଖଣ୍ଡେ ଟାଇମରେ ଯାଇତେ ପଡ଼ିବ 8ଟା ସାଢ଼େ 8ଟା ଭିତରେ ଯାଇତେ ପଡ଼ିବ। ଗଲେ ଆପଣଙ୍କୁ ଦେଖେଇବି ପୁରା ତାଙ୍କର ପ୍ରୋସେସଟା କଣ ପୁରା ଭଲ ଭାବରେ ସେ ପ୍ରୋସେସଟା କରୁଛନ୍ତି। ଆପଣଙ୍କର ଦେଖୁଥିବେ ସେ ସେଇ ବାଟେ ସେଇ ଗ୍ୟାସ୍ ଫ୍ୟାସ୍ ଦେଇକି ସେ ପୁରା ଟେମ୍ପୁଟାର ଗୋଟେ ପୁରୁଣା ଟେମ୍ପୁଟେ ଯାହା ବି ହଉ ସେଇଥିରେ ତା ସବୁ ତାଙ୍କର ସିଷ୍ଟମରେ ଘିନିକି ଆସିଛନ୍ତି। ଘିନିକି ଆସିକି ତାଙ୍କର ଭାତ ବି ଦେଉଛନ୍ତି ସେଇଟା ପଲାଉ ବୋଲି କୁହନ୍ତି ସକାଳୁ ସକାଳୁ ଖାଆନ୍ତି ଏପଟେ। ସେ ମସଲା ଦିଆ ଭାତ ସେଟାକୁ ଆଉ ତମର ଆଉ ଗୋଟେ ସାମ୍ବରଟା ତାଙ୍କର ରହିବ। ଆଉ ଗୋଟେ ଆଳୁ ତରକାରୀଟା କଣ କରୁଛନ୍ତି ଆଉ ଗୋଟେ ହେଉଛି ତମର କଣ ତ ନାହାନ୍ତି ନଡ଼ିଆ ଚଟଣି ଆଉ ବରା ମୁଁ ଯାଇ ଭାଇକି ଆଉଥରେ ମାଗିଲି ଭାଇ ଆମର ଥରେ ଆଉ ଟିକେ ସାମ୍ବର ଦେବ ଆଉ ଟିକେ ସାମ୍ବର ଦିଅ। ତ ଆଉ ଗୋଟେ ଇଟଲିି ରହିଗଲା। ତାପରେ ଭାଇ ଆମର ଦେଇଦେଲେ ଆଉ ଟିକେ ଦେଲା ପରେ ଆମେ ଆମର ଟିକେ ଖାଇଲେ ଖାଇଲା ପରେ ଭଲ ଲାଗିଲା। ମୁଁ ଭାବିଲି କାହିଁକି ନା ଆଗରୁ ମୁଁ ଏଠି ଯାଇଥିଲି ଭଲ ଲାଗେ। ସେଥିପାଇଁ ମୁଁ ଯାଏ ଏଠିକି ଆଜି ଟିକେ ଲେଟ୍ ହେଇଯିବା ଦ୍ୱାରା ମୁଁ ଆଉ ଯାଇପାରିନାହିଁ। ଆଉ ଏଇ ହେଉଛି ପ୍ରୋବ୍ଲେମ୍ଟା। ନେକ୍ସଟ ଟାଇମ୍ ଟିକେ ଯେତେବେଳେ ହେବ ଜଲ୍ଦି ଟିକେ ଜଲ୍ଦି ଟିକେ ଯାଇକି ଆରମ୍ଭ କରିବା। ଆଉ ଆପଣଙ୍କୁ ଦେଖେଇ ପୁରା ପୁରା ଟିକ୍ ଟିକ୍ କରିକି ସବୁ ଦେଖେଇଦେବି କେମିତି କଣ ହେଉଛି ଆଉ କଣ ପକେଇକି କରୁଛନ୍ତି କଣ ନାହିଁ ଏଇଟା। ଏ ହଉଛି ଜାଗାଟା ହେଉଛି ଆପଣଙ୍କର ଏଲାଚେନାଲୀ ମେଟ୍ରୋ ଷ୍ଟେସନ।
ମେଟ୍ରୋ ଷ୍ଟେସନ୍ ଏ ପାଖରେ। ମେଟ୍ରୋ ଷ୍ଟେସନ୍ ପାଖରୁ 100 ମିଟର ଖଣ୍ଡେ ଏପଟିକି 150 ମିଟର ଖଣ୍ଡେ ହେବ ଏପଟିକି ହେଲେ ଆଉ। ସେଇଠୁ ମେଟ୍ରୋ ଷ୍ଟେସନ୍ ସେଇ ଗଳିଟା ସାମ୍ନା ପଟେ ଯେଉଁ ଗଳି ଦେଖୁଛ ସାମ୍ନା ପଟ ଗଳି ସାମ୍ନା ଗଲେ ସେଇଠି ଦେଖାଯିବ ମେଟ୍ରୋ ଷ୍ଟେସନ୍ ସେଇଠି ପାଖରେ ଅଛି। ଭଲ ବନାନ୍ତି ଯାହା ବି ହଉ ଏଇଭଳିଆ ଚାଲିଛି। ଆଉ କଣ କରିବା ଏଇ ତ ଜୀବନ ଆଉ କଣ କରିବା ମୁଁ ଭାବିଛି ଗୋଟେ କିଛି ଦିନ ଭିତରେ ମାନେ ପୁରା କଣ୍ଟିନ୍ୟୁ ଭିଡ଼ିଓ ଗୋଟେ ନା ଗୋଟେ ପକାଇବା ପାଇଁ ଚାହୁଁଛି। କଣ୍ଟିନ୍ୟୁ କରିବା ଦେଖିବା କଣ ହେଉଛି ଆଉ। ହଉ। ହଉ ଭାଇ ରହିଲି ବାସ୍ ଏତିକି ଆମର କହିବାର ଥିଲା। ଆପଣଙ୍କୁ ଜଣାପଡ଼ିଥିବ ଏଟା କେଉଁ ଜାଗାରେ କଣ କଥା ଜଣାପଡ଼ିଥିବ। କିନ୍ତୁ ଖାଇବାଟା ବି ମସ୍ତ ଲାଗିଲା ଭଲ ଲାଗିଲା ଏବେ ଖାଇବା ଲାଷ୍ଟ ଟାଇମ୍ ଆସିଲାଣି। ଖାଇବା ସଇଲାଣି ଆଉ ଅଳ୍ପ ଅଛି ଖାଲି ସାମ୍ବରଟା ଚଟଣି ଟିକେ ଅଛି ଖାଲି। ସେଇଟା ଖାଇଦବା ଖାଇଦେଇକି ଆଉ ତାଙ୍କର ଏମିତି ଗୋଟେ ସିଷ୍ଟମ୍ ଗୋଟେ ଆମ ପଟରେ କଣ ନା ଥାଳିରେ ଦଉଛନ୍ତି କଣ ଦଉଛନ୍ତି ଏପଟେ କଣ ଗୋଟେ ଥାଳି ଦେବେ ଥାଳି ଉପରେ ଗୋଟେ A4 ସାଇଜର ଗୋଟେ ଜରି ପକେଇଦେବେ ନହେଲେ ସେଇଟା ନହେବ ଯଦି ଗୋଟେ କଦଳୀ ପତ୍ର ପକାଇ ଦିଅନ୍ତି କଦଳୀ ପତ୍ର ଦେବେ ତାଙ୍କର ଗୋଟେ ଭଲ ସିଷ୍ଟମ୍ଟା। ଆଉ କଦଳୀପତ୍ର ଦିଅନ୍ତି କଦଳୀପତ୍ର ଉପରେ ରଖିଦେଲେ ଖାଇବା ପିଇବା ହେଲା। ଖାଇ ପିଇ ଦେଲ ଖାଇ ପିଇ ଦେଇ ବାସ୍ ହେଇ ଥାଳି ରଖିଦେଲେନି ଗୋଟେ ଜାଗାରେ ଆମର ଖାଇବା ସଇଲା ଆମେ ଗୋଟେ ଜାଗାରେ ରଖିଦେଲେ ଆଉ ସେଇଠି ଆମର ଅଛି ବାଲ୍ଟି ଅଛି ବାଲ୍ଟିରେ ଏଠି ପାଣି ବହୁତ ସର୍ଟେଜ୍।